ଏବଂ ନେତାଙ୍କୁ ଧରି ସେମାନେ ବିଭିନ୍ନ ପ୍ରକାର ଅରାଜକତା ଚଲାନ୍ତି। ବର୍ତ୍ତମାନ ଆନ୍ଦୋଳନ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ଅଛି, ଯାଜପୁର ଟ୍ରକ୍ ମାଲିକ ସଂଘ ଅଛି। ଉଭୟ ସଂଘ ହଉଛନ୍ତି ଓଡ଼ିଶାର ସର୍ବପୁରାତନ ସଂଘ କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ମହାସଂଘର ସେମାନେ ଆଫିଲିଏଟେଡ୍ ସଦସ୍ୟ। ଯେତେବେଳେ 7 ଦିନ ହେଲା ଆମେ ଦେଖୁଛୁ ତାଙ୍କ କଥା ଶୁଣୁନାହାନ୍ତି, ଜିଲ୍ଲା ପ୍ରଶାସନ ଶୁଣୁନାହାନ୍ତି, ସରକାର ଶୁଣୁନାହାନ୍ତି, ଆଲୋଚନାକୁ ଆସୁନାହାନ୍ତି, ସେତେବେଳେ ଆମେ ବାଧ୍ୟ ହେଲୁ ମହାସଂଘ ଆଜିଠାରୁ ତାଙ୍କୁ ସମର୍ଥନ ଯୋଗାଇ ଦେଲା। ଯଦି ଗଣତାନ୍ତ୍ରିକ ଉପାୟରେ ଚାଲିଥିବା ଆନ୍ଦୋଳନକୁ ସରକାର ନ ଶୁଣନ୍ତି, ଆମ ନ୍ୟାର୍ଯ୍ୟ ଦାବି ହାସଲ କରିବା ପାଇଁ ସରକାର ବିଚାର ନ କରନ୍ତି, ଜିଲ୍ଲା ପ୍ରଶାସନର ଯଦି କୁମ୍ଭକର୍ଣ୍ଣ ନିଦ ନ ଭାଙ୍ଗେ, ତାହେଲେ ମହାସଂଘ ଆଦେହରେ ସାମିଲ ହେବ ଏବଂ ଦରକାର ପଡ଼ିଲେ ଯାଜପୁର ଜିଲ୍ଲାର ଅର୍ଥନୈତିକ ଅବରୋଧ କରିବ, ରାଜରାସ୍ତାକୁ ଅବରୋଧ କରିବ, ଆଇନକୁ ହାତକୁ ନେବ। କାହିଁକି? ଯେତେବେଳେ ନ୍ୟାୟ ପାଇବୁ ନାହିଁ, ଆନ୍ଦୋଳନ କରି ବସିଛୁ ଶୃଙ୍ଖଳିତ ଭାବରେ ବୋଲି କେହି ଶୁଣିବେ ନାହିଁ। ଯଦି ସରକାର ଚାହୁଁଛନ୍ତି, ପ୍ରଶାସନ ଚାହୁଁଛନ୍ତି, ତାହେଲେ ଆମେ ନିଶ୍ଚିତ ଭାବରେ ଆଇନକୁ ହାତକୁ ନେବୁ। ସେତେବେଳେ ଦେଖିବା କଣ ହବ। ତେଣୁ ମହାସଂଘ ଆଜିଠାରୁ ଏ ଆନ୍ଦୋଳନରେ ସମ୍ପୂର୍ଣ୍ଣ ସାମିଲ ହବ। ହାଇକୋର୍ଟଙ୍କର ଯୋଉ ନିଷ୍ପତ୍ତି ଆଦେଶ ଅଛି ଫାଷ୍ଟ କମ୍ ଫାଷ୍ଟ ଲୋଡ, ସେଇ ଫାଷ୍ଟ ଲୋଡ ପ୍ରାୟୋରିଟି ଆମର ମୁଖ୍ୟ ଦାବି ହଉଛି ଫାଷ୍ଟ କମ୍ ଫାଷ୍ଟ ଲୋଡ। ପ୍ରଶାସନ ନିଷ୍ପତ୍ତି ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ 12 ଘଣ୍ଟା ପୂର୍ବରୁ ଲୋଡିଂ ରିକ୍ୱେଷ୍ଟ ଦିଆଯିବ। ସେ ଯୋଉ ଲୋଡିଂ ସିରିଏଲ ଯୋଉ ଗାଡି ଗୁଡିକ ଯିବେ ସିଏ ବି ହ୍ୱାଟ୍ସଆପ୍ ଗ୍ରୁପରେ ଅପଡେଟ୍ ହେବେ। ଏସବୁ ସମସ୍ୟା ଅଛି। ଆମର ଦାବି ଗୁଡିକ ସବୁ ଯାହା ପ୍ରଶାସନ ନିଷ୍ପତ୍ତି ହେଇଛି, ମିନିଟ୍ସ ଅଫ୍ ଡିସ୍କସ୍ 21/12/24 ଯାହା ଅଛି ସେଇଗୁଡିକ କାମ କରିବା ନିହାତି ଆବଶ୍ୟକ। ପ୍ରଶାସନ ଏ ଦାବି ଗୁଡିକ ନ ମାନିଛି ତାହେଲେ ନିଶ୍ଚିତ ଭାବରେ ଦୁର୍ବାର ଆନ୍ଦୋଳନ ଜାରି ରହିବ। ସମସ୍ତେ ଆମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଭାଗ ନେଇଛୁ, ସମସ୍ତ ମାଲିକ ସହଯୋଗ ଦେଇଛନ୍ତି, ସବୁ ଆମ ଚଣ୍ଡିଖୋଲ ଅଞ୍ଚଳ ପ୍ରତ୍ୟେକ ଅନୁଷ୍ଠାନ ବି ଆମକୁ ସହଯୋଗ କରିଛି। ନିଶ୍ଚିତ ଭାବରେ ଆମେ ଭାବୁଛୁ ଏ ଆନ୍ଦୋଳନର ସଫଳ ରୂପାୟନ ନେବ। ଯେତେବେଳେ ପ୍ରଶାସନ ନିରବ ଦୃଷ୍ଟା ହେତୁ ପ୍ରଶାସନ ନିଷ୍ପତ୍ତିଟା କାମ ହେଇପାରୁନି। ପ୍ରଶାସନକୁ ଉତ୍ତରଦାୟିତ୍ୱ ଦେବ ପ୍ରଶାସନ ଦେବ। ଯେପର୍ଯ୍ୟନ୍ତ ପ୍ରଶାସନ ନିଷ୍ପତ୍ତିଟା କାମ ହେଇନି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।